ବିକେ ଷ୍ଟିଲ୍ ଯାହାକୁ ଶୁଣିବ ବିକେ ଷ୍ଟିଲ୍ ତୁ ଭାଇ କାହିଁ ଭିଡ଼ିଓ ପକେଇଛୁ ତୋର କ'ଣ ଦରକାର ତୁ ବିକେ ଷ୍ଟିଲ୍ ଭିଡ଼ିଓ ବନେଇବାର କିଏ ତୋ ଗାଣ୍ଡି କାହିଁ ଫାଟୁଛି ଭାଇ କୋଶ୍ଚିନ୍ ପଚାରୁଛନ୍ତି ଯଦି ଭିଡ଼ିଓଟା ପକେଇ ଦେଇଛି ମୁଁ କାହିଁକି ଭିଡ଼ିଓଟା ପକେଇଛି ସେଇଟା ତ କାହିଁ ଦେଖୁନ ଭାଇ ମୁଁ ଜାଣିଛି ଏଠି ଆମର ବହୁତ ପିଲା ଖଟୁଛନ୍ତି ତାଙ୍କ ଘର ଚଳୁଛି ମୁଁ ମନା କରୁନି ତ ସମସ୍ତଙ୍କୁ ଦେଖିବା ଦରକାର ତା ମାନେ ନୁହେଁ କି ଦେଖ ଆମର 100% ଓଡ଼ିଆ ପିଲା କାମ କରିବା ଦରକାର ଆମ ଯେହେତୁ ଆମ ଏରିଆରେ କମ୍ପାନୀ ହେଇଛି ତ ଆମେ ମାନେ ଚାହୁଁଛୁ ଆମର 100% ପୁରା ଓଡ଼ିଆ ପିଲା ଖଟିବା ଦରକାର ନା କି 20% ଓଡ଼ିଆ ତୁମେ ଦେଖିବ ତା ଭିତରେ ଯାଇକି 80% ବିହାରୀ ତା ଭିତରେ ବାହାରୁ ଆସି କାମ କରୁଛନ୍ତି କିନ୍ତୁ ଆମ ଓଡ଼ିଆ ପିଲାଙ୍କର କିଛି ଫାଇଦା ନାହିଁ ତାପରେ ଏମିତି ବି ପଲ୍ୟୁସନ୍ ଦେଖ ଭାଇ ଦେଖି ତ ଏଇ ପଥରକଟା ସାଇଡ଼୍ରେ ଆଖପାଖର ପ୍ରାୟ 100ରୁ 200 ଘର ଅଛି ଯେଉଁଟାକି ଖୁବ୍ ଶୀଘ୍ର ମୁଁ କହୁଛି ମରିଯିବେ ବହୁତ କମ୍ ଦିନରେ ମରିଯିବେ କାରଣ ଦେଖ ଏତେ ଜୋରେ ପ୍ରଦୂଷଣ ହେଉଛି ନା ଦେଖ ଏତିକି ଧୂଆଁ ଯଦି ସବୁଦିନ ନାକକୁ ଯିବ ନିଶ୍ୱାସ ପ୍ରଶ୍ୱାସ କଷ୍ଟ ହେଇକି ସେ ତ ମରିବେ ତ ନିହାତି ମରିବେ ଏଇଟା ଇଏ ନାହିଁ ତା ବାଦ ବି ସେମାନେ ବିହାରୀ ଆଣିକି ଖଟଉଛନ୍ତି ଆମ ଓଡ଼ିଆ ପିଲାଙ୍କର ଲାଭଟା କ'ଣ ଆମେ ଜାଣୁଛୁ ଆମ ଘର ପାଖରେ କମ୍ପାନୀ ହେଇଛି ଆମେମାନେ ଖଟିଲୁ ହଁ 2 ପଇସା ପାଇଲୁ ହଁ କମ୍ପାନୀ ଚାଲୁଛି ଡେଭଲପ୍ করে ଆଗରୁ ଆମେମାନେ ତ ଅଛୁ ଆଉ କ'ଣ ତୁମେ ବାହାରୁ ଆଣି ଖଟେଇବ ଆମ ପାଇଁ କିଛି କାମ ଧନ୍ଦା ନଥିବ ତ ସେ କମ୍ପାନୀ ଏଇଠି ରହିକି ଲାଭ କ'ଣ ଆମେ ପ୍ରଫିଟ୍ କ'ଣ ମିଳୁ ଭାଇ ଆମେ ଯଦି ଗାଡ଼ି ଖଣ୍ଡେ ନେଇକି ପଳେଇ ଯାଉଛୁ ବଜାର ଉପରୁ ପଲ୍ୟୁସନ୍ ସାର୍ଟିଫିକେଟ୍ ଦରକାର ଏଇ ଯେଉଁ ଯାଉଛି ଏ ସବୁ କିଏ ଦେବ ତୁମ ବାପା ଦେବ ଆଣିକି ଇଏ ଚାଲାଣ କିଏ କାଟିବ ମୁଁ କହିଲି ତୁମ ଗାଣ୍ଡି ଫାଟୁଛି ଭିଡ଼ିଓଟା କାଟିଦେବାକୁ କହୁଛ ମୁଁ ଭିଡ଼ିଓ ପକେଇବି ମୋର କ'ଣ କରିବା କଥା ଡେଞ୍ଜିଆ କଥା ତେଣ୍ଡ